ସ୍ୱପ୍ନର ଚାକିରି। ମାରିଆ ସର୍ବଦା ଜଣେ ଶିକ୍ଷୟିତ୍ରୀ ହେବାକୁ ସ୍ୱପ୍ନ ଦେଖୁଥିଲେ, କିନ୍ତୁ ତାଙ୍କ ରାସ୍ତା ବାଧାବିଘ୍ନରେ ପୂର୍ଣ୍ଣ ଥିଲା। ସେ ଅନେକ ସ୍କୁଲରେ ଆବେଦନ କଲେ, କିନ୍ତୁ କେବଳ ନିରାଶା ଏବଂ ପ୍ରତ୍ୟାଖ୍ୟାନ ହିଁ ପାଇଲେ। ପ୍ରଥମେ ସେ ହତାଶ ହୋଇପଡ଼ିଲେ, କିନ୍ତୁ ପରେ ସେ ଈଶ୍ୱରଙ୍କ ଉପରେ ଭରସା ରଖିବା କଥା ମନେ ପକାଇଲେ। ଚିନ୍ତା କରିବା ପରିବର୍ତ୍ତେ ମାରିଆ ପ୍ରଭୁଙ୍କଠାରେ ଆନନ୍ଦିତ ହେବାକୁ ଲାଗିଲେ। ସେ ପ୍ରାର୍ଥନାରେ ସମୟ ବିତାଇଲେ, ପଡ଼ୋଶୀ ପିଲାମାନଙ୍କୁ ପାଠ ପଢ଼ାରେ ସାହାଯ୍ୟ କଲେ ଏବଂ ଚର୍ଚ୍ଚରେ ଖୁସି ମନରେ ସେବା କଲେ। ଦିନେ କୌଣସି ଆବେଦନ ନ କରି ମଧ୍ୟ ଜଣେ ସ୍ଥାନୀୟ ସ୍କୁଲର ପ୍ରିନ୍ସିପାଲ ତାଙ୍କୁ ଡାକିଲେ। ସେ ମାରିଆର ପିଲାମାନଙ୍କ ପ୍ରତି ଥିବା ନିଷ୍ଠା ବିଷୟରେ ଶୁଣିଥିଲେ। ତାଙ୍କୁ ତାଙ୍କ ସ୍ୱପ୍ନର ଚାକିରି ଦିଆଗଲା। ମାରିଆ ବୁଝିପାରିଲେ ଯେ ଯେତେବେଳେ ସେ ପ୍ରଭୁଙ୍କଠାରେ ଆନନ୍ଦିତ ହେଲେ, ଈଶ୍ୱର ତାଙ୍କ ହୃଦୟକୁ ଉପଯୁକ୍ତ ସମୟ ସହ ଯୋଡ଼ିଦେଲେ ଏବଂ ତାଙ୍କ ମନସ୍କାମନା ପୂର୍ଣ୍ଣ କଲେ। ଶିକ୍ଷା। ଆନନ୍ଦର ସହ ଈଶ୍ୱରଙ୍କୁ ବିଶ୍ୱାସ କରନ୍ତୁ। ସେ ଠିକ୍ ସମୟରେ ଆପଣଙ୍କ ପାଇଁ ଦ୍ୱାର ଖୋଲିଦେବେ। ସଦାପ୍ରଭୁଙ୍କଠାରେ ଆନନ୍ଦ କର, ତହିଁରେ ସେ ତୁମର ମନବାଞ୍ଛା ପୂର୍ଣ୍ଣ କରିବେ। ଗୀତ ସଂହିତା 37 ଅଧ୍ୟାୟ 4 ପଦ।